କାହାକୁ କେମିତି ମାନେ ସୁଗୁଣକୁ ନିଜ ଚରିତ୍ରରେ ଚରିତ୍ରାୟିତ କରିବ। ମାନେ ଗୋଟେ ଭଲ ଯେମିତି ଆମେ କାହାର ଗୋଟେ ଭଲ ଝିଅଟେ ବୋଉଟେ ଦେଖିଲେ ମା କେତେ ସୁନ୍ଦର ଚଳଣି, ତାର କେତେ କଥାବାର୍ତ୍ତା କେତେ ଭଲ, ତାର ବ୍ୟବହାର କେତେ ଭଲ ଆମେ କହୁଛେ। କାହିଁକି ସେ ଭଲ କହୁଛେ? ଭଲଟା ସମସ୍ତଙ୍କୁ ଭଲ ଲାଗେ। ତାର ଚଳଣି ଭଲ, ତା ମା ଶିଖେଇଛି ବା ସେ ଜନ୍ମରୁ ହେଇଛି ସେମିତି। ତେଣୁ ମାଆକୁ ଆଗ ମାଆର ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର, ଯେଉଁ ଚଳଣି ସବୁ ମାର୍ଜିତ କରିବାକୁ ପଡ଼ିବ। ତ୍ରୁଟିହୀନ ମାନେ ଏତେ ମାନେ ଚଳଣି ଯଦି ତାର ଯେତେ ଉନ୍ନତ ହେବ, ମାର୍ଜିତ ହେବ, ତାର ବୋଧ, ବାକ୍ୟ, ଚାଲିଚଳନ ଯେତେ ଉନ୍ନତ ହେବ, ପିଲା ସେଇଠୁ ଭଲ ପିଲା ଜନ୍ମ ହେବ। ଆଉ ମାଆଠୁ ହିଁ ସେଇ ଜିନିଷ ଶିଖିବ। ମା ତ ଯାହା ହେଇଥିବ, ସିଏ ତାର ଚାଲିଚଳନ ଯାହା ହେଇଥିବ, ସିଏ ଅଟୋମେଟିକ୍ ତା ପିଲାକୁ ହିଁ ସେଇଆ ଶିଖେଇବ। ଭଲ ମାଆର ଭଲ ସନ୍ତାନ। ଆଉ ଯଦି ଠାକୁର ବି କହୁଛନ୍ତି ଜଣେ ଜଣେ ଶିକ୍ଷିତ ମାନେ ଝିଅମାନେ ଭାବିବେ ନାଇଁ ମୁଁ ଜୀବନ ସାରା କିଏ ମାନିବ, ଏତେ କିଏ ମାନିବ, କିନ୍ତୁ ନିୟମ ମୋତେ ଜଣା ଅଛି, ମୁଁ ଯେତେବେଳେ ଯାହା କରିବା କଥା କରିବି। କିନ୍ତୁ ସେଇଟା କେବେ ହୁଏନି। ଯେମିତି କର୍ଣ୍ଣ ଭୁଲରେ ଜ୍ଞାନ ଶିଖିଥିଲେ, ତାଙ୍କ ଅଭିଶାପ ପାଇଲେ ଯେ ଠିକ୍ କାମ ବେଳେ ତୋର କାମରେ ଆସିବନି। ସେମିତି ଯଦି ଚାଲାକି କରିବ ପରମପିତାଙ୍କ ଦରବାରରେ, ନା ମୋର ମୁଁ ସବୁ ଜାଣିଛି କରିବି, ତାର ଠିକ୍ ସମୟରେ ତାର ସେ ମାନେ ଟ୍ୟୁନିଂଟା କଟିଯିବ, ସେ ଯେତେ ଚାହିଁଲେ ବି ହେଇପାରିବନି। ତେଣୁ ଏଗୁଡ଼ାକ ସବୁଦିନିଆ ଅଭ୍ୟାସ ତାଙ୍କର ମାନେ ମାଆକୁ ଗୋଟେ ଉନ୍ନତ ଚଳନରେ ଚାଲିବାକୁ ହିଁ ହେବ। କାରଣ ତାପରେ ମାଆଠୁ ପିଲା ଜନ୍ମ ହେବ, ପାରିବାରିକ ଜୀବନ ତାର ଭଲ ହେବ, ଛୁଆ ପିଲା ତାର ଭଲ ହେବ। ଆଉ ସେଇମାନେ ହିଁ ଜାତିର ମାନେ ଭବିଷ୍ୟତ, ଦେଶ ଜାତି ଗଠନ କରିବାର ଦାୟିତ୍ୱ ହିଁ ସେମାନଙ୍କର। ଯେଉଁ ମାଆ କହୁଥିଲେ ଏଇ ଯେଉଁ ଉତ୍ସବ କଥା, ଉତ୍ସବରେ ପ୍ରାୟ ମା ଯେଉଁ କହୁଥିଲେ ଏଇ ଯେଉଁ ବିବେକାନନ୍ଦଙ୍କର ମାନେ ମାଗିବା କଥା, ସିଏ ବି ଚାହିଁଥିଲେ, ସିଏ ବି ମଣିଷ ଇଏ, କିନ୍ତୁ ତାଙ୍କର ଠିକ୍ ସମୟରେ ତାଙ୍କ ଜ୍ଞାନ ଦେୟ ହେଲା ଯେ ନାଇଁ ଏ ସାଂସାରିକ ଇଏରେ କ'ଣ ମାଗିଲେ କ'ଣ ହେବ, ସେ ମାଗିଲେ ଦିବ୍ୟ ଜ୍ଞାନ। ଠାକୁର କହୁଛନ୍ତି ଅଜ୍ଞାନତା ହିଁ ଦୁଃଖର କାରଣ, ଜ୍ଞାନ ହିଁ ଆନନ୍ଦ। ମାନେ ଅଜ୍ଞାନ ହଜାର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବ, ସବୁ କିଛି ସୁବିଧା ଥିବ, କିନ୍ତୁ ଗୋଟେ ପରିସ୍ଥିତିରେ ପଡ଼ିଗଲେ ତା ସମାଧାନର ବାଟ ସେ ପାଇପାରୁନଥିବ, ସବୁଥିରେ ସର୍ବଶାନ୍ତ ହେଇଯିବଣି। କିନ୍ତୁ ଯେ ଜ୍ଞାନୀ, ସିଏ ଚାଲାକି, ତା ବୁଦ୍ଧି କୋଉ ବାଟେ କ'ଣ କଲେ, କୋଉ କୌଶଳ କଲେ, କୋଉ ମାର୍ଗରେ ଗଲେ ସେ ଅତି ସହଜରେ ସେ ସମସ୍ୟାର ସମାଧାନ କରିଦେଇପାରିବ, ସେ ଜାଣିକି ସେ ସେଇଟା କରେ। ତେଣୁ ଜ୍ଞାନୀମାନେ ହିଁ ମାନେ ଆନନ୍ଦିତ ପାଆନ୍ତି। ଆଉ ମଣିଷ ସାଧାରଣତଃ ହିଁ ସୁଖ, ଶାନ୍ତି, ଆନନ୍ଦରେ ରହିବାକୁ ଚାହେଁ। ତେଣୁ ସେଇ ଠାକୁର କହୁଛନ୍ତି ଜ୍ଞାନ ହିଁ ଆନନ୍ଦ, ଦିବ୍ୟ ଜ୍ଞାନ। ଏଇ ଯେଉଁ ଆଜି ଆମେ ମାତୃ ସମ୍ମିଳନୀ କରୁଛେ, ଠାକୁର କହୁଛନ୍ତି ଯିଏ ଆମେ ଯାହାକୁ ଭଲ ପାଉ, ଯାହାକୁ ପୂଜା କରୁ, ଯାହାକୁ ଭଲ ପାଇ ପୂଜା କରୁ, ତାର ସେଇ ଦିବ୍ୟ ଗୁଣ ଗୁଡ଼ିକ ଆମ ଭିତରେ ସଞ୍ଚାରିତ ହୁଏ। ଆମେ ପ୍ରକୃତରେ ପୂଜା କରୁ କାହାକୁ? ଯାହାକୁ ଭଲ ଲାଗେ। ଭଲ ପାଉ ବୋଲି ତ ତାଙ୍କ କଥା ମାନେ ଭାବିବାକୁ ଇଚ୍ଛା ହୁଏ। ସେଇଦିନ ସେଇ ତାଙ୍କର ବହି ପଢ଼ୁ, ସେଇ ଗୁଣ ଗୁଡ଼ାକ ଆଲୋଚନା କରୁ। କାହିଁକି ନା ତାଙ୍କର ସେଇ ଗୁଣ ଗୁଡ଼ିକ ଭଲ ଲାଗୁଛି। ଯଦି ଆମେ ସେଇ ଗୁଣ ଗୁଡ଼ିକ ଭଲ ଲାଗୁଛି, ତାହେଲେ ଆମର ଶ୍ରାବଣ ମାସ ଚାଲିଛି, ଯେ ମାଆଙ୍କର ଜନ୍ମ ମାସ, ସେଥିରେ ତାଙ୍କର ଦିବ୍ୟ ଗୁଣ ଗୁଡ଼ିକ ଆମେ ଆଲୋଚନା କରିବା। ମା ମାନେ ନାରୀ ନୀତିରେ କେତେ ଦିବ୍ୟ ଗୁଣ ତାଙ୍କର। ତେଣୁ ଏଇ ପୂଜା କରିବା ତାକୁ, ସେଇ ଗୁଣ ଗୁଡ଼ିକୁ ଗୋଟିଏ ଗୋଟିଏ ମାନେ ବାଣୀ ପାଠ କରିକି, ଏଇଟା ଆଜି ବି ପଢ଼ା ହେଲା, ସବୁବେଳେ ବି ପଢ଼ା ହେଉଛି। ସେଇ ସବୁ ବାଣୀକୁ ଆମେ ଗୋଟିଏ ଗୋଟେ ବୁଝିକି ଯଦି ନିଜ ଯେଉଁ ଆଚରଣ, ନିଜ ଚରିତ୍ରରେ ଚରିତ୍ରାୟିତ କରିବା, ଆମେ କଲେ ଭବିଷ୍ୟତରେ ଆମ ପିଲାମାନେ କରିବେ। ଏଇଟା ଗୋଟେ ଦିନ ଅଧକରେ କାମ ନାହିଁ। ତାଙ୍କୁ ଭଲ ପାଇଲେ ସେଟା ମାନିବାକୁ ଆଗ୍ରହ ଆସିବ। ଆମେ ଯଦି ମାନେ ଖାଲି ମେକାନିକାଲି ପୂଜା କରିବା, ନାଇଁ ଯିବା କହିଛନ୍ତି କରିବା, ଏଇଟା କରିବା, ସେମିତିରେ ତ ହେଇପାରିବନି। ଆମେ ନିଷ୍ଠାରେ, ଯେଉଁ ମାଗରେ ନିଷ୍ଠାରେ ଲାଗି ରହିବାକୁ ହେବ। ଗୋଟେ ଭଲ ଗୁଣକୁ ନିଜ ଅକ୍ତିଆରକୁ ଆଣିବାକୁ ହେଲେ ବହୁତ କଷ୍ଟ କରିବାକୁ ପଡ଼ିବ। ଆମେ ଯେମିତି କହୁଛେ ମା ଥିଲେ ଲକ୍ଷ୍ମୀ, ମା ବିଶ୍ୱଜନନୀ, ଜଗତ ଜନନୀ। ସିଏ କ'ଣ ସମସ୍ତେ ଯଦି ଅନ୍ୟମାନେ କହିବେ, ସାଧାରଣ ଅନ୍ୟ ମାନେ ଆମେ ତ ଦୀକ୍ଷାରେ ଯାଜନରେ ବହୁତ ଶୁଣିଲେଣି, ଯିଏ ନୂଆ ଦୀକ୍ଷିତ ବା ନୂଆ ଆସିଥିବେ ସିଏ କହିବେ ତ ସମସ୍ତେ ମା ମାନଙ୍କର ଏଇଟା ଗୁଣ ଅଛି, ସେ ମା ମାନେ ବି ଭଲ ପାଇବେ, ସେଇଟା କ'ଣ ବଡ଼ କଥା? କିନ୍ତୁ ସିଏ ସାରା ଜୀବନ, ପିଲା ବେଳଠୁ ଆରମ୍ଭ କରି ମରିଲା ପର୍ଯ୍ୟନ୍ତ ସାରା ଜୀବନ ସମସ୍ତଙ୍କୁ ନିଜର ଛୁଆ ଭଳିଆ ସ୍ନେହ କରିବା, ଏଇଟା ତ ଏତେ ସହଜ ବି ନୁହଁ। କିନ୍ତୁ ସମସ୍ତେ ଭାବିଦେବେ ସେ ଏଇଟା ଏତେ କଷ୍ଟ। ସେଇଥିପାଇଁ ଠାକୁର କହିଛନ୍ତି ଆମମାନଙ୍କୁ ବି ଟିକେ ଟିକେ ଆମ ଜୀବନରେ ତାଙ୍କର ଦିବ୍ୟ ଚଳନୀରୁ ଆମେ ଟିକେ ଟିକେ ମାନିବା, ଏଇ ଅଭ୍ୟାସ କରିବା। ସେଇଥିପାଇଁ ମାସ ଯାକ ଆମେ ଶୁଣୁଛେ, ମାସ ଯାକ ମା ମାନେ ବଡ଼ ସତର୍କ ହେଇକି ରହୁଛନ୍ତି। ମାନେ ଯାହା ହେଲେ ଶୁଣିକି ଗଲେ ଗୋଟେ ଜିନିଷ, ଗୋଟେ ଭଲ ଜିନିଷଟେ ଶୁଣିକି ଯିବା, ସେଟା ଘର ଭିତରେ ଆଜି ସନ୍ଧ୍ୟା ହଉ, କାଲି ରାତି ହଉ,
ସକାଳ ପର୍ଯ୍ୟନ୍ତ ଆମର ମନେ ରହୁଛି ଏଇଟା ଶୁଣିକି ଆସିଲି ମାଆଙ୍କର ଏଇ କଥାଟା ଭଲ ଲାଗିଲା, ଶୁଣିବି ମା ଏଇ କଥାଟା କହିଲି, ଆଲୋଚନା ବି କରୁଛେ ଘରେ, ବାରମ୍ବାର ଆଲୋଚନା କରିବା ଭିତରେ ଦେଇକି ଆମକୁ ସେଟା ଆଗ୍ରହ ଆସିବ ମାନିବାକୁ, ଯାହାଫଳରେ ଆମର ମାନେ ଜୀବନ ସୁଖ ଶାନ୍ତି ଆନନ୍ଦରେ ରହିବ, ଆମ ପରିବାର ମାନେ ପରିବାର ବି ମଙ୍ଗଳ କାମନା ହେବ। ଠାକୁର କହୁଛନ୍ତି ମୋର କଥା ଗୁଡ଼ିକ ଯଦି ତୁମର କେବଳ କଥା ଓ ଚିନ୍ତାର ଖୋରାକ ମାତ୍ର ହୁଏ, କରିବା ଆଚରଣ ଭିତରେ ଦେଇ ଯଦି ସେଗୁଡ଼ିକ ବାସ୍ତବ ଭାବରେ ଫୁଟେଇ ତୋଳି ନେବାର, ତେବେ ତୁମର ପାଇବା ଯେ ତମ ସଚେତନ ରହିବ ତାହା କିନ୍ତୁ ଅତି ନିଶ୍ଚୟ। ସେ ଯେଉଁ ବାରମ୍ବାର ଠାକୁର ମା ମାନେ ସବୁ କହୁଥିଲେ, ଆଗରୁ କହୁଛନ୍ତି ବି, କର ହୁଅ ବା ବାରମ୍ବାର କର, କରିବା ମେନ୍, ଆଉ ଖାଲି ଶୁଣିଦେଲି ଜାଣିଦେଲି ରହିଗଲି ସେଥିରେ ନୁହଁ, ସେଟାକୁ ବାସ୍ତବରେ କରିବାକୁ ପଡ଼ିବ। କରିବା ଭିତର ଦେଇକି ଏବେ ଯିଏ ନୂଆ ଦୀକ୍ଷା ନେଉଛନ୍ତି କି ଯିଏ ଆସୁନାହାନ୍ତି ଯିବା ଆସିବା କରୁନାହାନ୍ତି, ସେମାନେ କହୁଛନ୍ତି ନାଇଁ ଠାକୁର ପୂଜା କଲୁ ଛାଡ଼ି ଦେଉଛନ୍ତି, ଏତେ କଷ୍ଟ ପାଇଲୁ ଆଉ ଇଏ ନାହିଁ। ଠାକୁରଙ୍କୁ ପୂଜା କଲେ ସତ୍ ମାର୍ଗରେ ଗଲେ ଆମେ ଯୁଗେ ଯୁଗେ ଦେଖିଛେ, ଯିଏ ସତ୍ ମାର୍ଗରେ ଯାଏ ବା ଠାକୁରଙ୍କର ନାମ କରେ କି ସେଇ ଠାକୁରଙ୍କ କାମ କରେ ସେ କଷ୍ଟ ପାଏ, ଭକ୍ତକୁ ସେ ବହୁତ କଷ୍ଟ ଦିଅନ୍ତି। ଆମେ ଭାବୁଛେ ଭକ୍ତକୁ କଷ୍ଟ ଦିଅନ୍ତି, କିନ୍ତୁ ଠାକୁର କହୁଛନ୍ତି ପୁଞ୍ଜୀଭୂତର ଅପକର୍ମ କଟୁଛି କି ନା, ଦେଖ ତୋର ଶରୀର ଇଷ୍ଟପଥରେ ଛୁଟୁଛି କି ନା, ଇଷ୍ଟପଥରେ ଛୁଟୁଛି ତାମାନେ ପୁଞ୍ଜୀଭୂତର ପ୍ରାରବ୍ଧ କର୍ମର ଖରାପ କର୍ମର ଫଳ କଟୁଛି, ଆଉ ଯେତେବେଳେ ଖରାପ କର୍ମର ଫଳ କଟୁଛି ସେତେବେଳେ ତ ଆମେ ସୁଖ ଶାନ୍ତିରେ ପାଇ ରହିବାନି, ଭଲ ଆନନ୍ଦ ଜୀବନ ଯାପନ କରିବାନି, ଆମକୁ କଷ୍ଟ ଆସିବ, କଷ୍ଟ ଭିତର ଦେଇକି ଆମକୁ ଯିବାକୁ ପଡ଼ିବ। ତେଣୁ ଏଇସବୁ ମାନେ କରୁ କରୁ ଅଭ୍ୟାସ ହେବା, ଆମର ଯେଉଁ ସୁଖ ଶାନ୍ତି ଆନନ୍ଦ ରହିବା, ଯେଉଁ ଫଳ ମାନେ କଲା କର୍ମର ଫଳ ସମସ୍ତେ ପାଇବେ। ତେଣୁ ଠାକୁର କହୁଛନ୍ତି ସତ୍ନାମ ମନନ କର, ସଦୀକ୍ଷା ଗ୍ରହଣ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ନିଶ୍ଚୟ କରି କହୁଛି ତୁମକୁ ତୁମର ଉନ୍ନୟନ ପାଇଁ ଭାବିବାକୁ ପଡ଼ିବନି। ଆମେ ସମସ୍ତେ ଉନ୍ନୟନ ଚାହୁଁଛେ, ଠାକୁର ଅତି ସହଜ ସରଳ ମାର୍ଗ ବି ବତେଇଦେଲେ, ଆମେ ଯଦି ସେଗୁଡ଼ିକ କରିବା ଆମେ ତାହେଲେ ସୁଖ ଶାନ୍ତି ଆନନ୍ଦରେ ରହିବା।